ଆଜି ଜାନୁଆରୀ ମାସ 21 ତାରିଖ ବୁଧବାର। ଆଜିର ପାଣିପାଗ ଅପଡେଟ୍। ରାଜ୍ୟରେ ବଢ଼ୁଛି ପାରଦ, କମୁଛି ଶୀତ। ରାଜ୍ୟରେ ଆଉ ପଡ଼ୁନି ଶୀତର ପ୍ରଭାବ। ରାତିରେ ତାପମାତ୍ରା କମୁଥିବା ବେଳେ ଦିନରେ ତାପମାତ୍ରା ବୃଦ୍ଧି ପାଉଛି। ରାଜ୍ୟରେ ଏବେ ଋତୁ ବଦଳୁଛି। ରାତିରେ ଶୀତ କମିଥିବା ବେଳେ ଦିନରେ ଖରା ତାତି ବଢ଼ୁଛି। ତେବେ ଭୋର ସମୟରେ ଶୀତ ଲହରୀ ଜାରି ରହିଥିଲେ ମଧ୍ୟ ଦିନସାରା ବସନ୍ତ ଋତୁର ପବନ ନିଆରା ଅନୁଭବ ହେଉଛି। ତାପମାତ୍ରା ବୃଦ୍ଧି ପାଇବା ସହ ଶୀତ କମିଛି। ସେହିପରି ଆଗାମୀ 5 ଦିନ ଅର୍ଥାତ୍ 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେବା ନେଇ ଆକଳନ କରାଯାଇଛି। ସେବେଳେ ସକାଳେ 5:30 ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ସର୍ବନିମ୍ନ 13.4 ଡିଗ୍ରୀ ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର 14.4 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି କେନ୍ଦୁଝରରେ 13.4, ବାଲେଶ୍ୱରରେ 15, ପାରାଦୀପରେ 15, ଚାନ୍ଦବାଲିରେ 15.2, ଗୋପାଳପୁରରେ 16.8 ଓ ପୁରୀରେ 17.4 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।